तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10। ଆଲୋଚନା ଆରମ୍ଭ କରିଥିଲେ ଜ୍ଞାନ 62, ଗୋଟେ ପାଠ ସରିଛି। ଜ୍ଞାନ 62ରେ ପ୍ରଭୁ ଲେଖିଥିଲେ ଜଣେ ନିର୍ବୋଧ ବ୍ୟକ୍ତି ଚରମ ନିର୍ବୋଧତା କଥା ଗୁଡାଏ ଆଲୋଚନା କରୁଥିବାର ମୁଁ ଶୁଣିଲି। ପରମେଶ୍ୱର ଏଇଟି ସମ୍ବନ୍ଧରେ କଣ ଭାବୁଥିବେ ମୁଁ ସେଇ କଥା ଚିନ୍ତା କରି ବିସ୍ମିତ ହେଲି। ତାପରେ ମୁଁ ବିଚାର କରି ଦେଖିଲି ଏବଂ ସତ୍ୟ ତଥା ପ୍ରଜ୍ଞାର ଏକ ବିକୃତ ମୁଖାକୃତିକୁ ପ୍ରତ୍ୟକ୍ଷ କରିଥିଲି। ସେ ବିଷୟରେ ଆମେ ଆଲୋଚନା କରିଥିଲେ। ନିର୍ବୋଧତା କଣ ଏବଂ ବିକୃତ ମୁଖାକୃତି କେମିତି ସମ୍ଭବ ହୋଇଛି ତା ବିଷୟରେ ଆଲୋଚନା କରିଥିଲେ। ମାଙ୍କୁ ପ୍ରଶ୍ନ କରାଯାଇଥିଲା। ତାପରେ ମା ଯୋଉ କଥାଟି କହିଲେ, କଣ କହିଲେ ଯେ ପରମ ମିଥ୍ୟା ବିଷୟରେ କହିବା, ଯାହାକି ଦିନେ ବିଲୁପ୍ତ ହୋଇଯିବ ବୋଲି କହିବା, ତାହାର କେବଳ ଏହି ଅର୍ଥ ହେବ ଯେ କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ବସ୍ତୁ ଚିରନ୍ତନ ଭାବରେ ଅତୀତ ମଧ୍ୟରେ ହିଁ ବାସ କରୁଥିବେ, ମାତ୍ର ଭବିଷ୍ୟତର ଜଗତ ସୃଷ୍ଟି ମଧ୍ୟରେ ତାହା ବିଦ୍ୟମାନ ରହିବ ନାହିଁ, ନୁହେଁ? ତା ପୂର୍ବରୁ କହିଲେ ଯେ ପରମ ଅସତ୍ୟ ବୋଲି କିଛି ନାହିଁ। ଆଉ ଯୋଉ ପରମ ମିଥ୍ୟା କଥା କୁହା ହଉଛି ତାର ଅର୍ଥ ମା କହୁଛନ୍ତି, ତାର ଅର୍ଥ ହଉଛି ଯେ କେତେ ଗୁଡିଏ ନିର୍ଦ୍ଦିଷ୍ଟ ବସ୍ତୁ ଯୋଉଟାକ କି ଅତୀତରେ ରହିବ ଆଉ ଭବିଷ୍ୟତରେ ତାର ସ୍ଥିତି ରହିବ ନାହିଁ। ତେଣୁ ସେଇଗୁଡାକ ହଉଛି ପରମ ମିଥ୍ୟା ବିଷୟ ବୋଲି କୁହାଯାଏ। ତାମାନେ ଯାହାକୁ ପରମ ମିଥ୍ୟା ବୋଲି କୁହାଯାଉଛି ସେଗୁଡିକ ଭବିଷ୍ୟତରେ ଯୋଉ ବିବର୍ତ୍ତନର ଯୋଉ ଭବିଷ୍ୟତ ରହିଛି, ବିବର୍ତ୍ତନ ଧୀରେ ଧୀରେ ଆଗେଇ ଆଗେଇ ଯାଉଛି, ସେ ବିବର୍ତ୍ତନର ଆଗରେ ବା ଅଗ୍ରଗତିର ପ୍ରବଚ୍ଛରେ ଭବିଷ୍ୟତରେ ଆଉ ତାର ସ୍ଥିତି ନାହିଁ। ଏଇଠି ବର୍ତ୍ତମାନ ପାଇଁ କେବଳ ଦେଖାଯାଉଛି। ଯେତେବେଳେ ଧରାଯାଉ ଆମେ ଭାବିବା ଯେ କେତେ ଶହ ବର୍ଷ ଚାଲିଗଲା, ଯୋଉଟା ଯେମିତି କହିଲେ ମାଙ୍କୁ ପଚରା ହେଲା ଯେ ଅତିମାନସ ଜଗତରେ କୋଉଟା ଥିବ କୋଉଟା ନଥିବ। ତା ଭିତରେ ମା ଗୋଟେ କଥା କହିଲେ, କେତେ ଗୁଡେ କଥା ଭିତରେ କହିଲେ କ୍ଲେଭରନେସ୍ ଆଦୌ ନଥିବ। ଅତିମାନସ ଜଗତରେ କ୍ଲେଭରନେସ୍ ନାହିଁ, ଚତୁରତାମି ବା ଚତୁରାମି ବା ଚାଲାକିଆମି ଯୋଉଟା କହିଲେ ସେଇଟା ନଥିବ। ତାମାନେ ବର୍ତ୍ତମାନ ସେଇଟା ହେଲା ପରମ ମିଥ୍ୟା। ସେମିତି ସନ୍ଦେହ, ନାଇଁ କି ଭୟ, ଏ ସବୁ ଜିନିଷ ଇଏ ଯେତେବେଳେ ପରମ ମିଥ୍ୟା କୁହାଯାଉଛି ତାର ଅର୍ଥ ହଉଛି ଏହା ଯେ ଏ ବସ୍ତୁ ଗୁଡିକ ଚିରନ୍ତନ ଅତୀତ ମଧ୍ୟରେ ବାସ କରୁଥିବ। ତେଣୁ ମାଙ୍କୁ ପ୍ରଶ୍ନ କରାହେଲା, ମାତ୍ର ସେଗୁଡିକ ଅତୀତ ମଧ୍ୟରେ ଅବସ୍ଥାନ କରୁଥିବେ, ସେଇଟା କଣ? ମା କହୁଛନ୍ତି ଏପରି କୁହାଯାଇଥାଏ ଯେ ଚେତନାର ଏଭଳି ଏକ ସ୍ଥିତି ରହିଛି ଯେତେବେଳେ କି ଅସତ୍ ବା ନିର୍ବାଣ ତଥା ସତ୍ ଉଭୟକୁ ହିଁ ଅତିକ୍ରମ କରି ଆହୁରି ଊର୍ଧ୍ୱକୁ ଚାଲି ଯାଇପାରୁ। ଗୋଟେ ବିଭାବ ହେଉଛି ନିର୍ବାଣର ବିଭାବ, ଆଉ ଗୋଟିଏ ସତ୍ର ବିଭାବ। ଏହି ଦୁଇଟି ଯାକ ବିଭାବ ସର୍ବୋଚ୍ଚ ପରମସତ୍ତାଙ୍କ ମଧ୍ୟରେ ପରିପୂରକ ତଥା ଯୁଗପତ୍ ଭାବରେ ଅବସ୍ଥିତ ରହିଛନ୍ତି। ସେଠାରେ ଯାବତୀୟ ବସ୍ତୁ
ଶାଶ୍ୱତ ତଥା ଯୁଗପତ୍ ଭାବରେ ବିଦ୍ୟମାନ ଥାନ୍ତି ବୋଲି ଆମେ କଳ୍ପନା କରିପାରିବା। କଳ୍ପନା କରିପାରିବା କି ନାହିଁ କେଜାଣି, ଏଇଟା ମଧ୍ୟ ହୁଏତ ଆଉ ଗୋଟେ ନିର୍ଭରତା ମଧ୍ୟ ହୋଇପାରେ। ନିର୍ଦ୍ଦିଷ୍ଟ ସଂଖ୍ୟାର କେତୋଟି ବସ୍ତୁ ପରମ ଅସତ ମଧ୍ୟରେ ଯାଇ ପ୍ରବିଷ୍ଟ ହେଉଛନ୍ତି ବୋଲି ମଧ୍ୟ ଆମେ ହୁଏତ କଳ୍ପନା କରିପାରିବା, ଏବଂ ତାହା ହିଁ ଆମର ଚେତନାକୁ ଏକ ଅନ୍ତର୍ହିତ ହୋଇଯିବା ଅଥବା ବିନାଶ ପ୍ରାପ୍ତ ହେବା ଭଳି ପ୍ରତୀତ ହେବାରେ ଲାଗିଥିବ। ଏ ଯୋଉ କଥା ଆମେ ଆଲୋଚନା କଲେ ଯେ ଯୋଉ ଗୁଡାକ ଶାଶ୍ୱତ ଏବଂ ଯୁଗପତ ଭାବରେ ରହିଥିବ ବା ରହିବ ବୋଲି ଆମେ କଳ୍ପନା କରିବା, ତେଣୁ ସେଇଠି କହୁଛନ୍ତି ଏଇଟା ବି କଳ୍ପନା କରିବା ବି ନିର୍ବୋଧତା ହେଇପାରେ, କାହିଁକିନା ଆମେ ଯାହାକୁ ଭାବୁଥିବା ଯେ ଏଇଟା ଶାଶ୍ୱତ ବା ଯୁଗପତ ଭାବରେ ରହିବ, ତାହା ହୁଏତ ନ ରହିପାରେ। ତାପରେ କହୁଛନ୍ତି କିନ୍ତୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ କେତୋଟି ବସ୍ତୁ ଯୋଉଟା କି ପରମ ଅସତ ମଧ୍ୟରେ ଯାଇ ପ୍ରବିଷ୍ଟ ହେଉଛନ୍ତି ବୋଲି ଆମେ କଳ୍ପନା କରୁଛନ୍ତି, ଯେପରିକି ଆମେ ଦେଖିବା ଯୋଉଗୁଡିକ ଭଗବତ ଅଭିମୁଖରେ ଆମକୁ ଅଗ୍ରଗତି କରାଇବାରେ ସାହାଯ୍ୟ କରୁନାହିଁ, ତାକୁ ଆମେ କଳ୍ପନା କରୁଛନ୍ତି ଯେ ଏଗୁଡିକ ପରମ ଅସତ ମଧ୍ୟରେ ଯାଇକି ରହିବ। ତେଣୁ ମା କହୁଛନ୍ତି ତାର ଏଇ ଯୋଉ କଳ୍ପନା କରିପାରିବା, ତାର ଅର୍ଥ ହଉଛି ତାହା ହିଁ ଆମର ଚେତନାକୁ ଏକ ଅନ୍ତରିତ ହୋଇଯିବା ଅଥବା ବିନାଶ ପ୍ରାପ୍ତ ହେବା ଭଳି ପ୍ରତୀତ ହେବା ଲାଗିଥିବ, ଯୋଉଟା ଅଗ୍ରଗତି କରିବାରେ ଆମକୁ ବାଧା ସୃଷ୍ଟି କରୁଛି। ତେଣୁ ସେଇଟା ପରମ ଅସତ୍ୟ। ଯେତେବେଳେ ଆମେ ଚେତନାରେ ଆଗକୁ ଯିବା, ତେଣୁ ଆମ ପାଖରେ ଲାଗିବ ଯେମିତି, ଯେହେତୁ ସେଇଟା ମୋ ପାଖରୁ କଣ ହେଇଗଲା, ଚାଲିଗଲା। କାହିଁକିନା ମୁଁ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯେତେବେଳେ ଚାଲିଗଲି, ଯୋଉଟା ମତେ ବାଧା ସୃଷ୍ଟି କରୁଥିଲା ସତ୍ୟକୁ ପରିପ୍ରକାଶ କରିବାରେ, ତାହା କଣ ହେଲା, ପଛରେ ରହିଗଲା। ତେଣୁ ସେତେବେଳେ ମତେ ଅନୁଭବ ହବ ଯେ ଏଇଟା ବିନାଶ ହେଇଗଲା ବା ବିଲୁପ୍ତ ହେଇଗଲା। ଚେତନାର କେତେ ଗୁଡିଏ ସ୍ତରରେ ବ୍ୟକ୍ତି ମାନେ ଥାଆନ୍ତି, ସେମାନେ ଯେତେବେଳେ ତାଙ୍କୁ ଯୋଉ ସ୍ଥିତିରେ ସେମାନେ ଥାଆନ୍ତି, ସେଇ ସ୍ଥିତିରେ ଯଦି ସିଏ କିଛି ଜିନିଷ ଦେଖି ପାରୁନାହାନ୍ତି, ତାମାନେ ସେତେବେଳେ ସେ କୁହନ୍ତି ଯେ ଏଇ ଜିନିଷର ସ୍ଥିତି ନାହିଁ। ଅନେକ ବ୍ୟକ୍ତି ବି ଥାଆନ୍ତି, ଆପଣ କହିବେ ଯେ ଅଣୁଜୀବ ମାନେ ରହିଛନ୍ତି, ସେମାନେ କେବେ ଅଣୁଜୀବ ନାହାନ୍ତି, କାହିଁକିନା ସେମାନେ ଦେଖିନାହାନ୍ତି। ଆମେ ଦେଖିନୁ ତ ଆମେ ବିଶ୍ୱାସ କରିବୁନି। ଯେମିତି ବର୍ତ୍ତମାନ କିଛି ବ୍ୟକ୍ତି ରହିଛନ୍ତି ଯୋଉମାନେ କହୁଛନ୍ତି ଯେ ଭଗବତ ଉପସ୍ଥିତି ନାହିଁ, କିନ୍ତୁ ସେମାନଙ୍କୁ ଯଦି ପଚରାଯାଏ ତୁମେ ଫିନଲାଣ୍ଡ ଯାଇଛ? ନାଇଁ ଯାଇ। ସେ ଅଛି ନା? ହଁ ଅଛି। କେମିତି ଜାଣିଲ? ନା ଟିଭିରେ ଦେଖୁ, ଲୋକ କହୁଛନ୍ତି। ଯଦି ତାହା ସତ୍ୟ, ତେବେ ଯୋଉମାନେ ଭଗବାନଙ୍କୁ ଦେଖିଛନ୍ତି ସେମାନେ କହୁଛନ୍ତି ଭଗବାନ ସତ୍ୟ ବୋଲି, ତାକୁ କାହିଁ ବିଶ୍ୱାସ କରୁନ? ଏଇ ଚେତନାର ଯୋଉ ବ୍ୟକ୍ତି ମାନେ ଥାଆନ୍ତି, ସେମାନେ ଯେମିତି ଅନୁଭବ କରନ୍ତି ଆମେ ଯାହା ଦେଖିନାହୁଁ ତାହା ଅସତ୍ୟ, ସେଇଭଳି ଭାବରେ ଏଇଟା ଗୋଟେ ଆକୁରେଟ ଏକ୍ସାମ୍ପଲ ନ ହେଇପାରେ, କିନ୍ତୁ ତାର ଅର୍ଥ ହଉଛି ଯେ ଯୋଉଟା ଯେତେବେଳେ ମୁଁ ଉର୍ଦ୍ଧ୍ୱ ସ୍ତରକୁ ଚାଲି ଯାଉଛି, ସେଇଟା ମୋ ପାଇଁ ଆଉ ନାହିଁ, ଆଉ ମୋ ପାଖରୁ ସେଇଟା ବାହାରିଗଲା। ତେଣୁ ସେତେବେଳେ ଆମକୁ ବୋଧ ହବ ଯେମିତି ସିଏ ବିନାଶ ହେଇଗଲା, ଲୋପ ପାଇଗଲା। ତାପରେ କହୁଛନ୍ତି ମାତ୍ର ତାହା ପ୍ରକୃତରେ ସମ୍ଭବ କି? ମୁଁ ତାହା କହିପାରିବି ନାହିଁ। ତୁମକୁ ସେହି ପ୍ରଶ୍ନଟିକୁ ପରମ ଜଗଦୀଶ୍ଵରଙ୍କ ପାଖକୁ ଯାଇ କରିବାକୁ ପଡିବ। ମାତ୍ର ସାଧାରଣତଃ ସିଏ ଏଭଳି ପ୍ରଶ୍ନ ଗୁଡ଼ିକ ଆଦୌ କୌଣସି ଉତ୍ତର ଦିଅନ୍ତି ନାହିଁ। ସିଏ କେବଳ ମୁର୍କି ମୁର୍କି ହସୁଥାନ୍ତି। ଏପରି ଗୋଟେ ସମୟ ଆସି ପହଞ୍ଚେ ଯେତେବେଳେ କି ଆଉ କିଛି କହିହୁଏ ନାହିଁ। ସେତେବେଳେ ଏହିପରି ମନେ ହୁଏ ଯେ ଆମେ ଯାହା କିଛି କହିବା ପଛକେ, ଏପରିକି ତାହା ଅତ୍ୟନ୍ତ ପରିମାଣରେ ନିରର୍ଥକ ନ ହୋଇଥିଲେ ମଧ୍ୟ, ତାହା ତାହାଠାରୁ ଖୁବ ବେଶୀ ଦୂରବର୍ତ୍ତୀ ହୋଇ ରହିନଥାଏ, ଏବଂ ତେଣୁ ନୀରବ ରହିବା ହିଁ ପ୍ରକୃତରେ ତାହାଠାରୁ ନିଶ୍ଚୟ ଅଧିକ ଭଲ କଥା ହେବ। ଦେଖନ୍ତୁ, ଯେତେ ଧୀରେ ଧୀରେ ଆମର ମାନସିକ ବିକାଶ ଅଧିକରୁ ଅଧିକ ବ୍ୟାପ୍ତ ହବ, ବିସ୍ତୃତ ହବ, ସେତେବେଳେ ସେ ଅନୁଭବ କରିବ ଯେ ଅନେକ ଜାଗାରେ କିଛି ନ କହିବା ଉତ୍ତମ। କିଛି ନ କହି ନୀରବ ରହିବା ଉତ୍ତମ। ଏବଂ ସେତେବେଳେ ସେ ନିଜେ ଅନୁଭବ କରିପାରିବ ଯେ ସେତେବେଳେ କହିବା ହିଁ ହଉଛି ଅସଲ ଅସୁବିଧା। ତେଣୁ ନୀରବ ରହିବା ଅଧିକ ଭଲ ହେବ। ଏହି ସୂତ୍ରାବଳୀରୁ କେତୋଟି ପାଠ କଲା ବେଳେ ତୁମେ ଅନୁଭବ କରିବାକୁ ଆରମ୍ଭ କରିବ ଯେ ସିଏ ଆମେ ଏଠି ଥାଇ ଯାହା କିଛି ଭାବି ପାରିବା, ହଠାତ୍ ତାହାର ଉପରକୁ ଅତିକ୍ରମ କରି ଯାଇଛନ୍ତି ଓ ଆଉ କୌଣସି ସନ୍ଧାନ ପାଇଛନ୍ତି।
ତେଣୁ ସେଇ କ୍ଷେତ୍ରରେ ଆମେ ଆଉ କଣ କହିପାରିବା? ମା କହୁଛନ୍ତି ଏଇଠି ଆମେ ଅଲରେଡି ଯୋଉ କେତେ ଗୁଡେ ଜ୍ଞାନ ବି ପଢି ଆସିଲେଣି, ଆହୁରି ବି ଆଗକୁ ଅଛି, ଯୋଉ ଯୋଉ ଗୁଡାକ ଆମେ ଭାବିନଥିଲେ ସେଇ ଗୁଡାକ କଥା ଗୁଡାକ ଆମକୁ ଆମ ଆଗରେ ପ୍ରତିଭାତ କରୁଛନ୍ତି ବା ପରିପ୍ରକାଶ କରୁଛନ୍ତି ପ୍ରଭୁ। ତେଣୁ ଆମେ ଯାହାକୁ ସନ୍ଧାନ ପାଇନାହାନ୍ତି ସିଏ ଅ ତାର ଉର୍ଦ୍ଧ୍ୱକୁ ଯାଇକି କହୁଛନ୍ତି। ତେଣୁ ଆମେ ଏ ବିଷୟରେ କଣ କହିପାରିବା? ମା ନୀରବ ରହିଲେ, ତାପରେ ପୁଣି କିଛି ସମୟ ପରେ କହୁଛନ୍ତି, ଏକଥା ଅତ୍ୟନ୍ତ ସ୍ୱାଭାବିକ ଯେ ପୁଣି ଏଇ ଭୂମିକୁ ଓହ୍ଲାଇ ଆସିବା ପରେ ଆମେ ଆମେ ନିଶ୍ଚୟ କେତେ ନା କେତେ କହିବାକୁ ସମର୍ଥ ହୋଇଯିବା। ମାନେ ସେଇ ସ୍ଥିତିରେ ପହଞ୍ଚିଲେ ଆମକୁ ଅ, ଆବଶ୍ୟକ ମନେ ହବ ନାହିଁ କିଛି କଥା କହିବା ପାଇଁ। କିନ୍ତୁ ଯେତେବେଳେ ପୁଣି ଏଇ ନିମ୍ନ ଚେତନାକୁ ବା ଆମେ ଯୋଉ ସାଧାରଣ ଭୂମିରେ ରହିଛେ ସେ ଭୂମିକୁ ଓହ୍ଲେଇ ଆସିବା, ସେତେବେଳେ ପୁଣି ଆମେ କେତେ କଥା କହିବା। ପରିହାସ ସ୍ଥଳରେ ମା କହୁଛନ୍ତି, ଆମେ ଇଚ୍ଛା କଲେ ପରିହାସ କରି କେତେ କଣ କହିପାରିବା, ମାତ୍ର ସେଥିଲାଗି ଭାରି ସଂକୋଚ ବି ଲାଗିବ। କାରଣ ତୁମ ପରିହାସ ଗୁଡାକୁ ମଧ୍ୟ ଲୋକେ ଭାରି ଗମ୍ଭୀର ଭାବରେ ଗ୍ରହଣ କରନ୍ତି। କାହିଁକିନା ଯେତେବେଳେ ଆମେ କୌଣସି ଜ୍ଞାନୀ ବ୍ୟକ୍ତି ବା କୌଣସି ସେଇଭଳି ଉଚ୍ଚତର ସ୍ଥିତିରେ ଥିବା ବ୍ୟକ୍ତିଙ୍କ ସହିତ ସମ୍ପର୍କୀଭୂତ ହଉ, ସେତେବେଳେ ତାଙ୍କ ପ୍ରତି ଆମର ଗୋଟେ ସମ୍ମାନ ବୋଧ ଆସିଯାଏ। ସେତେବେଳେ ସେ ପରିହାସ ସ୍ଥଳରେ ବି କିଛି କହିଲେ ତାହା ଆମକୁ ଗମ୍ଭୀର ଭାବରେ ଆମେ ତାକୁ ଗ୍ରହଣ କରିଥାଉ। ତେଣୁ ମା କହୁଛନ୍ତି ସେତେବେଳେ ଆମେ ଆଉ ପରିହାସ ସ୍ଥଳରେ ବି କିଛି କହିପାରିବେନି, କାହିଁକିନା ସେତେବେଳେ କହିବାକୁ ସଂକୋଚ ଲାଗିବ। କାହିଁକିନା ଯଦି ମୁଁ ଯାହା କହିଦେବି ସେ ସେଇଟାକୁ ପରିହାସ ବୋଲି ଗ୍ରହଣ ନ କରି ତାକୁ ସତ୍ୟ ବୋଲି ଗ୍ରହଣ କରିନେବେ ଏବଂ ତାକୁ ଅସୁବିଧା ହେଇଯିବ। ଜଣେ ବୁଦ୍ଧିମାନ ମଣିଷର ବୁଦ୍ଧି ସମର୍ଥିତ କଥାକୁ ଶୁଣିବା ଅପେକ୍ଷା ଜଣେ ପାଗଳ ଲୋକ ଅଥବା ବୋକା ମଣିଷ ପାଖରୁ ଶୁଣିଥିବା କଥାରୁ ଅନେକ ସମୟରେ ଅନେକ ଅଧିକ ବିଷୟ ଶିଖିବାକୁ ମିଳିଥାଏ। ଏଇ କଥାକୁ ମୋଟେ ସମ୍ପୂର୍ଣ୍ଣ ଭୁଲ ବୋଲି କହିହେବନି। ତା ସହିତ ଏଠି ଆଉ ଗୋଟେ କଥା କହୁଛନ୍ତି ଯେ ଆମେ ପରିହାସ କରି କହିପାରିବା ଯେ ଜଣେ ବୁଦ୍ଧିମାନ ମଣିଷର ବୁଦ୍ଧି ସମର୍ଥିତ କଥାକୁ ଶୁଣିବା ଅପେକ୍ଷା ଜଣେ ପାଗଳ ଲୋକ ଅଥବା ବୋକା ମଣିଷ ପାଖରୁ ଶୁଣୁଥିବା କଥାରୁ ଅନେକ ସମୟରେ ଅନେକ ଅଧିକ ଶିଖିବାକୁ ମିଳିଥାଏ। ଆଉ ଏଇ କଥାକୁ ମୋଟେ ସମ୍ପୂର୍ଣ୍ଣ ଭୁଲ ବୋଲି କହିହବନି। ସେ ବୋକା ହୋଇଥାଇପାରେ ବା ଜଣେ ପାଗଳ ହେଇଥାଇପାରେ, ତାଠାରୁ କଥା ଶୁଣିଲେ ମଧ୍ୟ ସେଥିରୁ ଅନେକ କଥା କିଛି ଶିଖିବାର ଅବକାଶ ଥାଏ। ଏଇ ମା ଲେଖୁଛନ୍ତି ତାପରେ କହୁଛନ୍ତି ଏଇ କଥାରେ ମୋର ଆଦୌ ଟିକେ ସନ୍ଦେହ ନାହିଁ ଯେ ବୋକା ହେଇଥିଲେ ବା ପାଗଳ ହେଇଥିଲେ ମଧ୍ୟ ସେମାନେ ଯାହା କହୁଛନ୍ତି ତାଙ୍କ ଠାରୁ ମଧ୍ୟ ଆମକୁ ଅନେକ କିଛି ଶିଖିବାକୁ ମିଳେ। ଏଥିରେ ମୋର କିଛି ସନ୍ଦେହ ନାହିଁ। ବୁଦ୍ଧିର ବୋଲ ମାନୁଥିବା ବ୍ୟକ୍ତି ମାନଙ୍କ ତୁଳନାରେ ଆଉ କେହି ହେଲେ ବା କିଛି ବି ଏତେ ଅଧିକ ପରିମାଣରେ ନିସ୍ତେଜ କରିଦେଇ ପାରିବ ନାହିଁ। ଯେ ଯୋଉମାନେ ଏଠି ପୁରା ଆମର ମାନସିକ ଯେମିତି କହନ୍ତିନି ଯୋଉଟା ମୂଳଦୁଆକୁ ହଲେଇଲା ଭଳିଆ କଥା କହୁଛନ୍ତି, ଯୋଉମାନେ ବୁଦ୍ଧି ପ୍ରଧାନ ବ୍ୟକ୍ତି ଥାନ୍ତି ସେମାନେ ବୁଦ୍ଧିର ବୋଲ ମାନୁଥିବା ବ୍ୟକ୍ତି ମାନଙ୍କ ତୁଳନାରେ ଆଉ କେହି ହେଲେ କିଛି ବି ଏତେ ଅଧିକ ପରିମାଣରେ ନିସ୍ତେଜ କରିଦେଇ ପାରିବେ ନାହିଁ। ତାମାନେ ବୁଦ୍ଧିର ବୋଲ ମାନୁଥିବା ବ୍ୟକ୍ତି ମାନେ ସିଏ କଣ କରନ୍ତି, ଆମକୁ ଅଧିକ ନିସ୍ତେଜ କରିଦିଅନ୍ତି। ଆମକୁ ଆପଣ ଯାହାବି ଅନୁମାନ କରିପାରୁଥିବେ ଯେ ସେମାନଙ୍କର କଥା ଗୁଡିକ ଯେମିତି ଶୁଖିଲା କଥା ହଉ ବା ସେଗୁଡିକ ଆମକୁ ସେମିତି କିଛି ନୂତନ ଶିକ୍ଷା ଆଣି ଦେଇନଥାଏ। ବେଳେ ବେଳେ ଆମକୁ ବିରୋଧାଭାସ ସୃଷ୍ଟି କରେ, ଦ୍ୱନ୍ଦ୍ୱ ସୃଷ୍ଟି କରେ। ଯୋଉ ତଥାକଥିତ ବୁଦ୍ଧି ଦ୍ଵାରା ବୋଲ ଯୋଉ ମାନୁଛନ୍ତି ବା ବୁଦ୍ଧି ପ୍ରଧାନ ବ୍ୟକ୍ତି ମାନଙ୍କ କଥାବାର୍ତ୍ତା ଆମକୁ ଅନେକ ସମୟରେ ଅଗ୍ରଗତି କରିବାକୁ ସୁଯୋଗ ଦିଏ ନାହିଁ, ଦ୍ୱନ୍ଦ୍ୱରେ ପକାଏ ଏବଂ ସମସ୍ୟା ଆଣି ଠିଆ କରିଦିଏ। ତେଣୁ ଆମେ ମାଙ୍କୁ ଆହ୍ୱାନ କରିବା, ଭଗବାନଙ୍କ ପାଖରେ ଆଶ୍ରୟ କରିବା, ଯେପରି ତାଙ୍କ ଚେତନାରେ ଆମେ ବସବାସ କରିପାରିବା, ଚୈତ୍ୟ ଆବିଷ୍କାର ହେଇପାରିବ, ଚୈତ୍ୟ ସତ୍ତା ସମ୍ମୁଖକୁ ଆସି ମୋର ସମସ୍ତ କାର୍ଯ୍ୟକୁ ସମସ୍ତ ଅଙ୍ଗକୁ ଅ ପରିପ୍ରକାଶ କରିବ, ପରିପୂର୍ଣ୍ଣ କରିବ ଏବଂ ପରିଚାଳିତ କରିବ। ଏଇ ଆସ୍ପୃହା ଆମେ ସବୁବେଳେ କରିଚାଲିବା, ତାହେଲେ ଆମ ଭିତରେ ଗ୍ରହଣଶୀଳତା ରହିବ। ଆଉ ନିଷ୍ଠାପର ସହକାରେ ସେଥିରେ ଲାଗି ରହିଲେ ଭଗବତ କୃପା ଆମ ଭିତରେ କାର୍ଯ୍ୟ କରିବା ପାଇଁ ସମର୍ଥ ହେବ। ମା